ମୋତେ ଆଉ ଡାକି ନାହାନ୍ତି। ତେଣୁ ମୁଁ ଆସିଛି। ମୁଁ ଟିକେ ଭୁବନେଶ୍ୱର ପଳେଇଥିଲି ତ, ତେଣୁ ଆସିବାକୁ ଡେରି ହେଇଗଲା। ତେଣୁ ମୁଁ ଟିକେ ଡେରିରେ ଆସିଲି। ଆଉ କ'ଣ ଅଛି ମୋତେ ଦିଅ। ସେ କହିଲା ଆଉ କିଛି ତ ନାହିଁ, ସବୁ ସରିଗଲାଣି, ତୁ କୁଆଡ଼େ ଆସିଲ? ନା ନାଇଁ, ସେ ଘରେ କ୍ଷୀରା ଅଛି, ମୁଁ କ୍ଷୀରା ଟିକେ ଖାଇବି। ନା କେଉଁଠି କ୍ଷୀରା ଅଛି? ନା ସେ ଘର ଭିତରେ ସେ କଂସାରେ ଘୋଡ଼ିଆ ହେଇକିରି ଅଛି। ଯେ ଦେଖିଲା ବେଳକୁ ସତରେ ଘୋଡ଼ିଆ ହେଇକିରି ଅଛି। ଶିଖୁ ତମେ କେମିତି ଜାଣିଲ? ନା ଅଛି, ଦିଅ ମୁଁ ପିଇବି। ସେ ସେଇଠୁ ଗୋଟେ କଂସାରେ ଆଣିକରି ତାଙ୍କୁ ଅଧ କଂସାଏ ଖଣ୍ଡେ ଦେଲେ। ସବୁ ତାକୁ ପିଇଦେଲେ। ପିଇ ଦେଇକିରି ଥୋଇଦେଲେ। ଆମର ଯେଉଁ ଲୋକଟି ଥିଲା ସେ କହୁଛି ଆରେ କଂସାଟାକୁ ଧୋଇ ଦେଉନୁ। ସିଏ ଭାବିଛି କିଏ ଆସିଛି ବୋଲିକିରି। ନା ମୁଁ କ'ଣ କଂସା ଧୋଇବି? ତେଣୁ କହିଦେବ, ନରେଶ ସାର୍ଙ୍କୁ କହିଦେବ ମୁଁ ଆସିଥିଲି ବୋଲିକିରି, ଯାହାକୁ ଡାକିଥିଲେ ଆଉ ମୁଁ ଟିକେ ଡେରିରେ ଆସିଲି, ସିଏ ଧୋଇବେ, ମୁଁ ଯାଉଛି।